ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁତା ଗ୍ରାମରେ 2 ଦିନ ଧରି ଏକ କୋଠଛଡ଼ା ଦନ୍ତା ହାତୀ ଉତ୍ପାତ ଚଳାଇଥିବା ବେଳେ ବନ ବିଭାଗ ଓ ଗ୍ରାମବାସୀ ମିଳିତ ଘଉଡ଼ାଉଥିବା ବେଳେ ହାତୀଟି ବୁଲି ପଡ଼ି କୁଲୁକୁତା ଗ୍ରାମର ଗଭୀର ମୁଣ୍ଡକୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ପରେ ସେ ଗୁରୁତର ହୋଇ ପଡ଼ିଥିବାରୁ ତାଙ୍କୁ ବନ ବିଭାଗ ସଙ୍ଗେ ସଙ୍ଗେ ବଣାଇ ଡାକ୍ତରଖାନାକୁ ଆଣିଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ରାଜ୍ୟ ସରକାର ଆରମ୍ଭ କରିଥିବା ସିଏମ୍ କିଷାନ ଯୋଜନାର ପ୍ରଥମ କିସ୍ତି ସେପ୍ଟେମ୍ବର 8 ତାରିଖ ନୂଆଖାଇ ଅବସରରେ ପ୍ରଦାନ କରାଯିବ। ଆଜି ଏନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ଏନେଇ ସମୀକ୍ଷା କରିଥିବା ଜଣାପଡ଼ିଛି। ଏହାପରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଇ-ଚାଷ ଆପ୍ ଜରିଆରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି। ଏଥିରେ କୃଷକଙ୍କ ଫସଲ ଓ ଚାଷ ଜମିର ତଥ୍ୟ ସରକାରଙ୍କ ପାଖରେ ପହଞ୍ଚି ପାରୁଛି। ଏହି ସର୍ବେକ୍ଷଣ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ଚାଲିବ। ସର୍ବେକ୍ଷଣ ଆଧାରରେ ଚାଷୀମାନେ ସିଏମ୍ କିଷାନ ତଥା ଅନେକ ଅନ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ସୁବିଧା ପାଇପାରିବେ। ଏହାର ପ୍ରଥମ କିସ୍ତି ସେପ୍ଟେମ୍ବର 8 ନୂଆଖାଇ ଦିନ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ପିଏମ୍ କିଷାନକୁ ବାଦ୍ ପଡ଼ିଥିବା ସମସ୍ତେ ଯୋଗ୍ୟ ଚାଷୀ ଏହାର ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ଏହି ଯୋଜନାରେ ରାଜ୍ୟ ସରକାର 2ଟି କିସ୍ତିରେ 4,000 ଟଙ୍କା ଲେଖାଏଁ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି। ଆସନ୍ତା 5 ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପ୍ରଭାବରେ 5ରୁ 8 ତାରିଖ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ ସୃଷ୍ଟି ପୂର୍ବରୁ ଆସନ୍ତା 2 ଦିନ ଧରି ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକ ସମସ୍ତ ନୟାଗଡ଼, ଗଜପତି, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ହୋଇପାରେ। 5-6 ତାରିଖରେ କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ରହିବ, ତାହାକୁ ନଜରରେ ରଖି ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାରାଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା 20ରେ ପହଞ୍ଚିଛି। ପଦକ ସଂଖ୍ୟାରେ ଏହା ଭାରତର ସର୍ବକାଳୀନ ରେକର୍ଡ ହୋଇପାରିଛି। ଗତ ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ମୋଟ 19ଟି ପଦକ ଜିତିଥିଲା। ମଙ୍ଗଳବାର ଭାରତୀୟ କ୍ରୀଡ଼ାବିତମାନେ 5ଟି ପଦକ ଜିତିଛନ୍ତି, ଯାହା ମଧ୍ୟରେ 2ଟି ରୌପ୍ୟ ଓ 3ଟି କାଂସ୍ୟ ପଦକ ରହିଛି। ଦିନର ପ୍ରଥମ ମହିଳା ପଦକ 400 ମିଟର ଦୌଡ଼ରୁ ଆସିଥିଲା। ଦୀପ୍ତି ଜୀବନଜୀ ପଦାର୍ପଣରେ ପାରାଅଲିମ୍ପିକ୍